ଦେଖନ୍ତୁ ଆସିଗଲା ଜନଗଣନା 2027 ପାଇଁ ଆପଣମାନଙ୍କୁ କ'ଣ ପଚରାଯିବ? କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇସାରିଛି। ଜନଗଣନା 2027ରେ ଯେଉଁ ହେବା ପାଇଁ ଯାଉଛି ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ଏଇ ଏପ୍ରିଲ 2026ରୁ ଆରମ୍ଭ ହେବା ପାଇଁ ଯାଉଛି। ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ଜାରି ହୋଇସାରିଛି। ଆଉ ଦ୍ୱିତୀୟ ପର୍ଯ୍ୟାୟ 2027ରୁ ଆରମ୍ଭ ହେବ। ଏଥିରେ ମୁଖ୍ୟତଃ ଘର, ପରିବାର ସଦସ୍ୟ, ଗାଡ଼ି, ଆସବାବପତ୍ର ଏହିସବୁ ଉପରେ ମୋଟ 33ଟି ପ୍ରଶ୍ନ ପଚରାଯିବ। ଯେଉଁ ସରକାରୀ ଅଧିକାରୀମାନେ ଏଥିପାଇଁ ନିୟୋଜିତ ହେବେ ଘରକୁ ଘରେ ଯାଇକି ସର୍ଭେ ରିପୋର୍ଟକୁ ସେମାନଙ୍କୁ ଅପଡେଟ୍ କରିବା ପାଇଁ ପଡ଼ିବ ବା ଅପଲୋଡ଼ କରିବା ପାଇଁ ପଡ଼ିବ। ଆଉ ଏଥର ଲକ୍ଷ୍ୟ ରଖାଯାଇଛି ଯେଉଁ ଜନଗଣନା ହେବ ତାକୁ ଯେମିତି ଅଧିକରୁ ଅଧିକ ପେପରଲେସ୍ କରିହେବ, ସବୁକିଛି ଅନଲାଇନ୍ରେ ଅପଡେଟ୍ କରିହେବ। ଦେଖନ୍ତୁ ଯେମିତିକି ଆପଣମାନଙ୍କୁ କହିଲି ଦୁଇଟି ପର୍ଯ୍ୟାୟରେ ଜନଗଣନା ହେବ ବୋଲି କେନ୍ଦ୍ର ସରକାରୀ ସ୍ତରରୁ ଘୋଷଣା ହୋଇଛି, ବିଜ୍ଞପ୍ତି ମଧ୍ୟ ଆସିଛି। ଏହି ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ପ୍ରଥମ ପର୍ଯ୍ୟାୟରେ ଜନଗଣନା ହେବ। ପୁଣି ଦ୍ୱିତୀୟ ଫେଜ୍ 2027 ଫେବୃଆରୀରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ କେବଳ ବାସଗୃହ ତାଲିକାଭୁକ୍ତ ହେବ ଆଉ ପ୍ରତ୍ୟେକ ଘର ବିଷୟରେ ଆଉ ଘରର ସଦସ୍ୟଙ୍କ ବିଷୟରେ ଡାଟା ସଂଗ୍ରହ କରାଯିବ। ଏବେ କଥା ହେବା ଏହି ଜନଗଣନା ସମୟରେ ଯେଉଁ ଅଧିକାରୀମାନେ ଆସିବେ ଘରକୁ ଘର ଯାଇକି ଯାଞ୍ଚ କରିବେ କେଉଁ ସବୁ ଉପରେ ପ୍ରଶ୍ନ ପଚାରିବେ। ପ୍ରଥମରେ ଦେଖନ୍ତୁ ବିଲ୍ଡିଂ ନମ୍ବର, ପୌରପାଳିକା କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ କିମ୍ବା ଜନଗଣନାର ନମ୍ବର, ଘର ନମ୍ବର, ଘର ଚଟାଣ ପାଇଁ ବ୍ୟବହୃତ ମୁଖ୍ୟ ସାମଗ୍ରୀ, ଘରର କାନ୍ଥ ପାଇଁ ବ୍ୟବହୃତ ମୁଖ୍ୟ ସାମଗ୍ରୀ, ଘରର ଛାତ ପାଇଁ ବ୍ୟବହୃତ ମୁଖ୍ୟ ସାମଗ୍ରୀ। ତ ବେସିକାଲି ଘର ଉପରେ ହିଁ ଏସବୁ ପ୍ରଶ୍ନ ରହିଛି। ଏହିସବୁ ପ୍ରଶ୍ନ ପଚାରିବା ନେଇକି ଉଲ୍ଲେଖ ରହିଥିବ, କିନ୍ତୁ ସାଧାରଣ ଲୋକଟେ ଗୋଟେ ଘର ଦେଖିଲେ ବି ସେ ଅନୁମାନ ମଧ୍ୟ କରିପାରିବ କି ଏଇ ଘରରେ କେଉଁ କେଉଁ ସାମଗ୍ରୀରେ ତିଆରି ହୋଇଛି ବା ଚଟାଣ କେଉଁଥିରେ ତିଆରି ହୋଇଛି। ତେଣୁ କିଛି ପ୍ରଶ୍ନ ଅଛି ଯେଉଁଟାକି ଆମେ ଆଗକୁ ଆଲୋଚନା କରିବା। ସେହିସବୁ ପ୍ରଶ୍ନ ଆପଣମାନଙ୍କୁ ପଚାରିବେ। ଏହିସବୁ ପ୍ରଶ୍ନ ଜାଣିକି ରଖିଥାନ୍ତୁ। ଆନୁମାନିକ ଭାବରେ ସେମାନେ ଅନଲାଇନ୍ରେ ଅପଡେଟ୍ କରିକି ରିପୋର୍ଟ ଉପରକୁ ପଠାଇବେ। ନେକ୍ସଟ ଦେଖନ୍ତୁ ଜନଗଣନା ଘରର ବ୍ୟବହାର ଉଦ୍ଦେଶ୍ୟ। ଜନଗଣନା ସମୟରେ ଘରର ଅବସ୍ଥା କେମିତି ଅଛି, କଚା ଘର ନା ପକ୍କା ଘର? କାହିଁକି ନା ଦୀର୍ଘ 15 ବର୍ଷ ପରେ ଏହି ଜନଗଣନା ହେଉଛି ଜାତିଭିତ୍ତିକ ଜନଗଣନା ଉପରେ ଗୁରୁତ୍ୱ ଦିଆଯାଇଛି। ତେଣୁ ପୂର୍ବରୁ ଯେଉଁ ହେଇଥିଲା ଆଉ ଏବେ 15 ବର୍ଷ ପରେ ଯେଉଁ ହେଉଛି ଲୋକଙ୍କ ଜୀବନ ଧାରଣରେ କେତେଟା ଉନ୍ନତି ଆସିଛି ତା ସବୁ ଉପରେ ବି ଫୋକସ୍ କରାଯିବ। କାହିଁକିନା ସେସବୁ ରିପୋର୍ଟ ମଧ୍ୟ ଅନୁସାରେ ଯାଞ୍ଚ କରିହେବ ପ୍ରକୃତରେ ଲୋକମାନଙ୍କର ପୂର୍ବ ଅବସ୍ଥା ଯାହା ଥିଲା ସେଥିରେ ଏବେ ଉନ୍ନତି କେତେଟା ଆସିଲାଣି। ତାପରେ ଦେଖନ୍ତୁ ପରିବାର ବା ହାଉସ୍ ହୋଲ୍ଡ ନମ୍ବର, ପରିବାରରେ ରହୁଥିବା ମୋଟ ବ୍ୟକ୍ତିଙ୍କ ସଂଖ୍ୟା ବା ସଦସ୍ୟଙ୍କର ସଂଖ୍ୟା କେତେ, ପରିବାରରେ କିଏ ମୁଖ୍ୟ, ତାଙ୍କର ନାମ କ'ଣ, ତାଙ୍କର ଲିଙ୍ଗ କ'ଣ, ଆଉ ପରିବାର ମୁଖ୍ୟଙ୍କର ଜାତି କ'ଣ, ଅନୁସୂଚିତ ଜାତି ନା ଅନୁସୂଚିତ ଜନଜାତି ନା ଅନ୍ୟାନ୍ୟ ବର୍ଗର କିଏ। ତେଣୁ ପ୍ରଥମେ ଆମେ କଥା ହେଲୁ ଯେଉଁ ବେସିକ୍ ସବୁ ପଏଣ୍ଟସ୍ ଥିଲା ଘର ଉପରେ ନେଇକି। ଏବେ ମେନଲି ଯେତିକି ରହିଲା ପଏଣ୍ଟ ତାହା ହେଉଛି ଘରର ସଦସ୍ୟ ଉପରେ ନେଇକି। ଯେମିତି ପୂର୍ବରୁ କହିଲି ଘର ଉପରେ ତ ଓଭରଅଲ୍ ଦେଖିଲେ ଆଇଡ଼ିଆ ଆସିଯିବ କେଉଁଥିରେ ତିଆରି ହେଇଛି, ଚଟାଣ କେମିତି କ'ଣ ଥିବ କି ନାହିଁ। କିନ୍ତୁ এই ପରିବାର ସଦସ୍ୟ ସେଇଟା ଆପଣଙ୍କୁ ସେମାନେ ପଚାରିବେ। ପୂର୍ବରୁ ଜନଗଣନା ସମୟରେ ବି ପଚରା ଯାଇଥିଲା। ତେଣୁ ଆ ଉପରେ ଅଲରେଡ଼ି ବହୁତ ଲୋକଙ୍କର ଆଇଡ଼ିଆ ଥିବ। ତେଣୁ ଏସବୁ ରିପୋର୍ଟ ଆପଣଙ୍କୁ ତାଙ୍କୁ କୋଅପରେଟ୍ କରିବା ପାଇଁ ପଡ଼ିବ। ସେ ପଚାରିଲେ ଆପଣଙ୍କୁ କହିବା ପାଇଁ ପଡ଼ିବ। ନେକ୍ସଟ ଦେଖନ୍ତୁ ଜନଗଣନା ଘରର ମାଲିକାନା ସ୍ଥିତି, ପରିବାର ପାଖରେ ଥିବା କକ୍ଷ ସଂଖ୍ୟା କେତେ। ପୂର୍ବରୁ ଆମେ କଥା ହେଲେ ସଦସ୍ୟ ସଂଖ୍ୟା କେତେ, ଏବେ ତାଙ୍କ ଆଧାରରେ କକ୍ଷ କେତେ ରହିଛି ବା ପରିବାରରେ ରୁମ୍ କେତେଟା ରହିଛି। ତା ସହିତ ପରିବାରରେ ବିବାହିତ ଦମ୍ପତିଙ୍କ ସଂଖ୍ୟା କେତେ, ମ୍ୟାରିଡ୍ ପର୍ସନ୍ କେତେ ଜଣ, ଅନମ୍ୟାରିଡ୍ ପର୍ସନ୍ କେତେ ଜଣ। ତେଣୁ ଏସବୁ ପୁରା ପରିବାର ଉପରେ ଯାଉଛି ରିପୋର୍ଟ। ଏସବୁ ରିପୋର୍ଟ ତାଙ୍କୁ ଆପଣଙ୍କୁ ଦେବା ପାଇଁ ପଡ଼ିବ। ସେମାନେ ଆସିବେ ଗୋଟେ ଗୋଟେ ପଚାରିବେ ଆପଣଙ୍କୁ। ତାପରେ ଦେଖନ୍ତୁ ପାନୀୟ ଜଳର ମୁଖ୍ୟ ଉତ୍ସ କ'ଣ ରହିଛି। ଯେଉଁ ପାଣି ବ୍ୟବହାର କରୁଛନ୍ତି ଡେଲି ଲାଇଫ୍ରେ ଆପଣ ସରକାରୀ ନଳକୂପରୁ ଆଣୁଛନ୍ତି ନା ପର୍ସନାଲ୍ ବୋରୱେଲ୍ ଖୋଳିଛନ୍ତି ନା ଘରେ କୂଅ ଅଛି କି ଅନ୍ୟାନ୍ୟ କୌଣସି ଉତ୍ସ ଯଦି ଥିବ ତା ଆପଣ ତାଙ୍କୁ ଜଣାଇବେ। ପାନୀୟ ଜଳ ଉତ୍ସର ଉପଲବ୍ଧତା। ଦେଖନ୍ତୁ ଆଲୋକର ମୁଖ୍ୟ ଉତ୍ସ। ଆଲୋକ କହିଲେ ଦୁଇଟା ଏବେ ରହୁଛି, ଗୋଟେ ସୋଲାର ଲାଇଟ୍ ରହୁଛି ଆଉ ଗୋଟେ ନର୍ମାଲି ଇଲେକ୍ଟ୍ରିସିଟି କନେକ୍ସନ୍ ରହୁଛି। ଯେହେତୁ କେନ୍ଦ୍ର ସରକାରଙ୍କ ତରଫରୁ ଏବେ ପିଏମ୍ ସୂର୍ଯ୍ୟଘର ବି ଚାଲିଛି, ବହୁତ ଲୋକ କନେକ୍ସନ୍ ନେଲେଣି। ତେଣୁ ଆପଣମାନେ ସେଥିରେ ଅନ୍ତର୍ଭୁକ୍ତ କି? କିଛି ଲୋକ ଅଛନ୍ତି ଯେଉଁମାନେ କି ଟୋଟାଲ୍ ଇଲେକ୍ଟ୍ରିକ୍ କନେକ୍ସନ୍ ହିଁ ନେଉନାହାନ୍ତି, କେବଳ ସୋଲାର କନେକ୍ସନ୍ ନେଉଛନ୍ତି। ତ ସେଟା ବି ରିପୋର୍ଟ ମାଗାଯାଇଛି, ତାର ବି ଆପଣଙ୍କୁ ରିପୋର୍ଟ ଦେବା ପାଇଁ ପଡ଼ିବ। ଘରେ ଯଦି ଦୁଇଟି ଯାକ ବି କନେକ୍ସନ୍ ନେଇଥିବେ ତାହେଲେ ଦୁଇଟି ଯାକ ବି ରିପୋର୍ଟ ଦେଇପାରନ୍ତି। ଶୌଚାଳୟର ସୁବିଧା ଅଛି କି ନାହିଁ, ଶୌଚାଳୟର ପ୍ରକାର କେମିତି କ'ଣ ରହିଛି। ଶୌଚାଳୟ ବି ଗଭର୍ଣ୍ଣମେଣ୍ଟ ତରଫରୁ ଦିଆଯାଉଛି। ଆପଣମାନେ ଜାଣିଥିବେ ମାଗଣାରେ ପାଇଖାନା ବଣ୍ଟନ ହେଉଥିଲା, ସମୟ ସମୟରେ ବି ଆସେ ପାଇଖାନା ବଣ୍ଟନ ନେଇକି ଆପ୍ଲାଏ ବି ହୁଏ। ବହୁତ ସମୟରେ ମୁଁ ଆପ୍ଲାଏ କରିବା ନେଇକି ବି ଭିଡ଼ିଓ ଅପଲୋଡ଼ କରିଛି। ଆଗାମୀ ଦିନରେ ଯଦି ପୁଣି ଆସେ ଆପ୍ଲାଏ ପାଇଁ ମୁଁ ଆପଣମାନଙ୍କୁ ଜଣାଇଦେବି। ଯେଉଁମାନଙ୍କର ଶୌଚାଳୟ ଏଯାଏଁ ଯଦି ପାଇନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖିଥିବେ, ଆପ୍ଲାଏ ଆରମ୍ଭ ହେଲେ ମୁଁ କହିଦେବି। ତେଣୁ ଶୌଚାଳୟ ଆପଣଙ୍କର ଅଛି କି ନାହିଁ, କେଉଁଥିରେ ତିଆରି, ଏସବୁ ରିପୋର୍ଟ ବି ଆପଣଙ୍କୁ ଦେବା ପାଇଁ ପଡ଼ିବ। ନର୍ମାଲି ଯଦି ଜଣଙ୍କର ପକ୍କା ଘର ଥିବ ମାନେ ଘରର ଘରକୁ ଦେଖିକି ବି ଆଇଡ଼ିଆ ଆସିଯିବ ଯେ ତାଙ୍କର କେଉଁ ଟାଇପ୍ର ଶୌଚାଳୟ ଥିବ କି ନାହିଁ। ତେଣୁ ଏସବୁ କ୍ୱେଶ୍ଚନ୍ ବହୁତ ଜାଗାରେ ନ ପଚାରିକି ବି କାହିଁକି ସମୟ ନଷ୍ଟ ହେବ, ତେଣୁ ନିଜେ ନିଜେ ବି ସେମାନେ ଅପଡେଟେଡ୍ କରିଦେବେ। ନେକ୍ସଟ ରହିଛି ଅପରିଷ୍କାର ଜଳ ନିଷ୍କାସନ ପଥ। ଘରୁ ଯେଉଁ ୱେଷ୍ଟ ୱାଟର ସବୁ ବାହାରୁଛି ତା ପାଇଁ କ'ଣ ଆପଣଙ୍କର ନିଷ୍କାସନ ପଥ କ'ଣ ରହିଛି, ତା ପାଇଁ ଟେପ୍ ବ୍ୟବସ୍ଥା କରାଯାଇଛି କି ଅନ୍ୟାନ୍ୟ କ'ଣ ବ୍ୟବସ୍ଥା ଅଛି। ସ୍ନାନ ସୁବିଧାର ଉପଲବ୍ଧତା, ଗାଧୋଇବା ପାଇଁ କ'ଣ ସୁବିଧା ରହିଛି, ରୋଷେଇ ଘର ଅଛି କି ନାହିଁ,
ତା ସହିତ ଏଲ୍‌ପିଜି ବା ପିଏନ୍‌ଜି ସଂଯୋଗର ଉପଲବ୍ଧତା ଅଛି କି ଏଲ୍‌ପିଜି ଗ୍ୟାସ୍ କନେକ୍ସନ୍ ନେଇଛନ୍ତି କି ନା ଚୁଲିରେ ହିଁ ରୋଷେଇ କରୁଛନ୍ତି। କାହିଁକି ନା ଏଲ୍‌ପିଜି ନେଇକି ବି ଚାଲିଛି ଉଜ୍ଜ୍ୱଳା ଯୋଜନା ଚାଲିଛି, ସେଥିରେ କେତେ ଲୋକ ଅନ୍ତର୍ଭୁକ୍ତ ହେଇଛନ୍ତି ତାର ବି ରିପୋର୍ଟ ଗଭର୍ଣ୍ଣମେଣ୍ଟ ପାଖରେ ରହିବ। ତେଣୁ ଏସବୁ ଡାଟା ଆପଣଙ୍କୁ ଦେବା ପାଇଁ ପଡ଼ିବ। ତା ସହିତ ରୋଷେଇ ପାଇଁ ବ୍ୟବହୃତ ମୁଖ୍ୟ ଜାଳେଣୀ, ଯଦି ଆପଣ ଚୁଲିରେ ରୋଷେଇ କରୁଥାନ୍ତି ତା ପାଇଁ ଜାଳେଣୀ ମୁଖ୍ୟତଃ କେଉଁଟା ଉପରେ ଡିପେଣ୍ଡେବଲ୍, କାଠ ନା ଆପଣଙ୍କର ଘଷି ନା ଅନ୍ୟାନ୍ୟ କିଛି, ଏସବୁ ଆପଣଙ୍କୁ ରିପୋର୍ଟ ଦେବା ପାଇଁ ପଡ଼ିବ। ତା ସହିତ ରେଡ଼ିଓ କିମ୍ବା ଟ୍ରାଞ୍ଜିଷ୍ଟର ଘରେ ଅଛି କି, ଆଜିକାଲି ତ ଘରେ ପ୍ରାୟତଃ ରେଡ଼ିଓ ଆଉ କାହାରି ନାହିଁ, ନିଶ୍ଚୟ ଟେଲିଭିଜନ ଏବେ ଘର ଘରିକା ହେଲାଣି, ସମସ୍ତଙ୍କ ଘରେ ଟେଲିଭିଜନ, ତାଠୁ ଅଧିକ ଘରେ ଘରେ ଏବେ ସମସ୍ତଙ୍କ ପାଖରେ ମୋବାଇଲ ଫୋନ୍ ଯେତେ ଜଣ ସଦସ୍ୟ ସମସ୍ତଙ୍କ ପାଖରେ ଗୋଟେ ଗୋଟେ ମୋବାଇଲ ଫୋନ୍। ତେବେ ଯାହା ବି ହେଉ ଏସବୁ ଜିନିଷ ବି ମଗାଯାଇଥିବ, ସେମାନେ ବାସ୍ ଆପଣଙ୍କୁ ପଚାରିବେ, ନ ପଚାରିକି ବି ବହୁତ ଜାଗାରେ ସେମାନେ ରିପୋର୍ଟ ବି ଦେଇଦେବେ ଏମିତି, କାହିଁକିନା ଆଜିକାଲି ନର୍ମାଲ କଥା ରେଡ଼ିଓ ନଥିବ କାହାରି ଘରେ କିନ୍ତୁ ଟେଲିଭିଜନ ଥିବ। ଇଣ୍ଟରନେଟ୍ର ସୁବିଧା ପାଉଛନ୍ତି କି ନାହିଁ, କାହିଁକିନା ଏବେ ବି 5G ଜମାନାରେ ବି ବହୁତ ଜାଗା ଅଛି ଏବେ ବି ଯେଉଁ ଲୋକମାନେ କି ଇଣ୍ଟରନେଟ୍ ସୁବିଧା ପାଉନାହାନ୍ତି। 5G ତ ଦୂରର କଥା 4G ବି ତାଙ୍କୁ କ୍ଲିୟରଲି ଆସୁନି। ତେଣୁ ସେମିତି ଏରିଆ ବି ରହିଛି। ତେଣୁ ଯଦି ଆପଣଙ୍କର ଇଣ୍ଟରନେଟ୍ ପ୍ରୋବ୍ଲେମ୍ ଥାଏ, ଇଣ୍ଟରନେଟ୍ ସୁବିଧା ନଥାଏ, ତାହେଲେ ଆପଣ ତାଙ୍କୁ ରିପୋର୍ଟ ଦେବେ। ଲ୍ୟାପଟପ୍ ବା କମ୍ପ୍ୟୁଟର ଘରେ ଅଛି କି, ନେକ୍ସଟ ଯେଉଁଟାକି ମୁଁ କହୁଥିଲି ଟେଲିଫୋନ୍, ମୋବାଇଲ ଫୋନ୍, ସ୍ମାର୍ଟଫୋନ୍ କିଛି ଘରେ ଅଛି କି, ସାଇକେଲ, ସ୍କୁଟର, ମୋଟର ସାଇକେଲ, ମୋପେଡ୍ ଏସବୁ ଅଛି କି, କାର୍, ଜିପ୍, ଭ୍ୟାନ୍ କୌଣସି ଚାରି ଚକିଆ ଯାନ ଅଛି କି, ଯଦି କୃଷି ସମ୍ବନ୍ଧୀୟ କୌଣସି ବି ଉପକରଣ ଥିବ, ଟ୍ରାକ୍ଟର, ପାୱାର ଟିଲର ଏସବୁ ଥିଲେ ବି ଆପଣଙ୍କୁ ରିପୋର୍ଟ ଦେବା ପାଇଁ ପଡ଼ିବ। ପରିବାରରେ ବ୍ୟବହୃତ ମୁଖ୍ୟ ଖାଦ୍ୟଶସ୍ୟ, ପରିବାରରେ କ'ଣ ମେନଲି ଖାଇବା ପାଇଁ ଡିପେଣ୍ଡେବଲ୍, ମେନଲି ତ ଆମର ଚାଉଳ ଭାତ ଉପରେ ହିଁ ମାନେ ଓଡ଼ିଆ ଲୋକ ଡିପେଣ୍ଡେବଲ୍, ଭାତ ପଖାଳ। ତେଣୁ ଯେଉଁମାନେ ସର୍ଭେ କରିବା ପାଇଁ ଆସିବେ ସେମାନେ ତ ବାହାର ଲୋକ ନୁହନ୍ତି ନା, ତେଣୁ ସେମାନେ ଅଟୋମେଟିକ୍ ଅନୁମାନ କରିକି ବି ଏସବୁ ରିପୋର୍ଟ ଅନଲାଇନ୍ରେ ହିଁ ସେମାନେ ସବମିଟ୍ କରିଦେବେ। ଯେତିକି ଆବଶ୍ୟକ ସେମାନଙ୍କୁ ଆପଣମାନଙ୍କୁ ହିଁ କେବଳ ପଚାରିବେ ଜାଣନ୍ତୁ, ଆଉ ସବୁ ଯେତିକି ଅନାବଶ୍ୟକ ସେମାନେ ଓଭରଅଲ୍ ଗୋଟେ ଆଇଡ଼ିଆ କରିକି ସବମିଟ୍ କରିଦେବେ। କିନ୍ତୁ ଏଇସବୁ ପ୍ରଶ୍ନ ରହିଥିବ ଆପଣମାନଙ୍କ ମାଧ୍ୟମରେ ସବମିଟ୍ କରିବା ନେଇକି। ତାପରେ ଦେଖନ୍ତୁ ଲାଷ୍ଟରେ ରହିଛି ମୋବାଇଲ ନମ୍ବର, ଆପଣଙ୍କ ଘର ବାବଦରେ ଯେଉଁ ଗୋଟେ ରିପୋର୍ଟଟେ ନିଆଗଲା, ତେଣୁ ଆପଣଙ୍କ ଘରର ଜଣେ ସଦସ୍ୟଙ୍କର ଲାଷ୍ଟର ମୋବାଇଲ ନମ୍ବର ଦେଇକି ତାକୁ ଅପଡେଟ୍ କରିବା ପାଇଁ ପଡ଼ିବ। ବାସ୍ ଏଇ ରହିଛି 33ଟି ପ୍ରଶ୍ନ। ଜନଗଣନା ସମୟରେ ଏଇଭଳି ସବୁ ପ୍ରଶ୍ନ ରହିବ। ଉପରସ୍ଥ ଅଧିକାରୀମାନେ ଆସିକି ଘରକୁ ଘର ଯାଇକି ଯାଞ୍ଚ କରିବା ସହିତ ଏଇସବୁ ପ୍ରଶ୍ନ ପଚାରିବେ, ତାର ରିପୋର୍ଟ ଉପରକୁ ପୁଣି ପଠାଇବେ। ତେଣୁ ଆପଣମାନେ ଆଗୁଆ ଜାଣିକି ଥାନ୍ତୁ, ସଜାଗ ହେଇକି ଥାନ୍ତୁ, ଏସବୁ ବାବଦରେ ଜାଣିଥାନ୍ତୁ। ପରବର୍ତ୍ତୀ ସମୟରେ ଅଧିକାରୀମାନେ ଆସିଲେ ଆପଣଙ୍କୁ ସହଜ ହେବ, ତାଙ୍କୁ ଆପଣମାନେ ବି କୋଅପରେଟ୍ କରିବେ, ତାଙ୍କୁ ବି ସୁବିଧା ହେବ, ଆପଣଙ୍କୁ ବି କିଛି ଅସୁବିଧା ଲାଗିବ ନାହିଁ। ବାସ୍ ଏଇଭଳି ରହିଛି ଯେଉଁ 33ଟି ପ୍ରଶ୍ନ। ଏଯାଏଁ ଯଦି ଆମ ଭିଡ଼ିଓ ଦେଖିଥାନ୍ତି ଅନ୍ୟମାନଙ୍କ ସହ ଟିକେ ସେୟାର କରିନିଅନ୍ତୁ, ସମସ୍ତେ ଜାଣନ୍ତୁ ଏ ବାବଦରେ। ଆଉ ଯେଉଁମାନେ এই ଚ୍ୟାନେଲରେ ନୂଆ କରିକି ଯଦି ଆସିଥାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ, ସବୁବେଳେ ପ୍ରତ୍ୟେକଟି ହେଲ୍ପଫୁଲ୍ ଭିଡ଼ିଓର ବି ଅପଡେଟ୍ এই ଚ୍ୟାନେଲରୁ ବି ଆପଣମାନେ ପାଇପାରିବେ।